ରାସନ କାର୍ଡରେ ପୂର୍ବ ଭଳି ମିଳିବ ଗହମ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି। ତ ଦେଖନ୍ତୁ ଯଦି ଆପଣମାନେ ରାସନ କାର୍ଡ ହିତାଧିକାରୀ ଅଛନ୍ତି ତାହେଲେ ଆସିଲା ଆପଣଙ୍କ ପାଇଁ ଖୁସି ଖବର। କଣ ରାସନ କାର୍ଡରେ ପୂର୍ବ ଭଳି ମିଳିବ ସାମଗ୍ରୀ ନୂତନ ଦେଖନ୍ତୁ ଆପଣମାନେ ଷ୍ଟେପ ବାଇ ଷ୍ଟେପ ଜାଣିପାରିବେ। ତ ଦେଖନ୍ତୁ କଣ ରହିଛି ଏଣିକି ପୂର୍ବ ଭଳି ମିଳିବ ରାସନ କାର୍ଡରେ ଗହମ। ଖୁବ ଶୀଘ୍ର ରାଜ୍ୟବାସୀଙ୍କୁ ରାସନ କାର୍ଡରେ ଗହମ ଦିଆଯିବ। ଏନେଇ ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ରାମଚନ୍ଦ୍ର କାନାଡାଙ୍କ ଏକ ପ୍ରଶ୍ନରେ ମନ୍ତ୍ରୀ କୁଶଳ ଚନ୍ଦ୍ର ପାତ୍ର ପ୍ରଦାନ କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୁଶଳ ଚନ୍ଦ୍ର ପାତ୍ର ଆହୁରି କହୁଛନ୍ତି ଯେ କେନ୍ଦ୍ର ସରକାରଙ୍କ 2025 ଅକ୍ଟୋବର ମାସରୁ ଖାଉଟି ମାନଙ୍କୁ ଉଭୟ ଚାଉଳ ଓ ଗହମ ଯୋଗାଇ ଦେବା ପାଇଁ ଆବଣ୍ଟନ ପତ୍ର ଜାରି କରାଯାଇଛି। ଭାରତୀୟ ଖାଦ୍ୟ ନିଗମରୁ ଗହମ ଉଠାଣ କରିବା ପାଇଁ ଆବଶ୍ୟକୀୟ ପରିବହନ ବ୍ୟବସ୍ଥା ସ୍ୱୀକୃତ ହୋଇ ନଥିବାରୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଇ ଗହମର ବଣ୍ଟନ ପ୍ରକ୍ରିୟାକୁ ସ୍ଥିର ରଖି ହିତାଧିକାରୀଙ୍କୁ 100% ଚାଉଳ ବଣ୍ଟନ କରାଯାଉଛି। ପୁଣି ଥରେ କେନ୍ଦ୍ର ସରକାର 2025 ମାର୍ଚ୍ଚ ଠାରୁ ଖାଉଟିମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଚାଉଳ ଯୋଗାଇ ଦେବା ପାଇଁ ଆବଣ୍ଟନ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ଠାରୁ ପରିପ୍ରାପ୍ତ ଆବଣ୍ଟନ ପତ୍ର ଆଧାରରେ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ବା ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ ଜାଣିବାକୁ ଚାହିଁଲେ ଯେ ପୂର୍ବ ସରକାରଙ୍କ ସମୟରେ ରାସନ କାର୍ଡ ମାଧ୍ୟମରେ ଗହମ ବଣ୍ଟନ ବନ୍ଦ କରିଦିଆଯାଇଥିଲା। ବର୍ତ୍ତମାନର ସରକାର ପୂର୍ଣ୍ଣ ରାସନ କାର୍ଡ ମାଧ୍ୟମରେ ଗହମ ଯୋଗାଣ କରିବେ କି ନାହିଁ, ଆଉ ଯଦିଓ କରିବେ କେବେ ବଣ୍ଟନ ହେବ ବୋଲି ସେ ପ୍ରଶ୍ନ କରିଥିଲେ। ତ ଦେଖନ୍ତୁ ଯଦି ଆପଣମାନେ ମଧ୍ୟ ରାସନ କାର୍ଡ ହିତାଧିକାରୀ ଅଛନ୍ତି ତାହେଲେ ଆପଣମାନେ କଣ ମିଳିବ ଦେଖନ୍ତୁ ନୂଆ ସାମଗ୍ରୀ ଆପଣଙ୍କୁ ମିଳିବ ଆଉ ପୂର୍ବ ଭଳି କଣ ରହିଛି ଆପଣମାନେ ଜାଣିଲେ ଆପଣମାନେ। ତ ଏଇଭଳିଆ ଆଜି ଥିଲା। ଆଶା କରୁଛି ଭିଡ଼ିଓ ଭଲ ଲାଗିବ ତାହେଲେ ସେୟାର କରନ୍ତୁ, ଲାଇକ୍